नमस्कार। आकाशवाणी कटक आंचलिक संवाद पढ़ुछंती सरिता साहू। देश आज 80तम स्वाधीनता दिवस पालन करुछि। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ଦେଶ ନିଜ ସ୍ୱପ୍ନ, ସଂକଳ୍ପ ଓ ସାମର୍ଥ୍ୟ ବଳରେ ବିକଶିତ ହୋଇଥାଏ। ଆଜି ଆମକୁ ବଡ଼ ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି। ଏଥିପାଇଁ ଆମ ସଂକଳ୍ପ ଦୃଢ଼ ଓ ଉଚ୍ଚ ହେବା ଦରକାର। 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଦେଶ ଅଗ୍ରଗତି କରୁଛି। ଏହି ସମୟ ମଧ୍ୟରେ ବିଶ୍ୱର ଦୃଷ୍ଟିଭଙ୍ଗୀ ଭାରତ ପ୍ରତି ବଦଳିଛି। ଗତ ଦଶନ୍ଧିରେ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି। ବିକାଶ, ବିଶ୍ୱାସ ଓ ପ୍ରୟାସ ମାଧ୍ୟମରେ ଆଜି ଦେଶ ମାଓବାଦୀ ମୁକ୍ତ ହୋଇଛି। ପ୍ରତିରକ୍ଷା ଉତ୍ପାଦନ 4 ଗୁଣ ବୃଦ୍ଧି ପାଇବା ସହ ମେଟ୍ରୋର ବିସ୍ତାର, ସାଧାରଣ ଯାତାୟାତର ଗୁରୁତ୍ୱ ବୃଦ୍ଧି ପାଇଛି। ଆଜି କୃତ୍ରିମ ବୁଦ୍ଧିମତ୍ତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶର 1 କୋଟି ଯୁବକ ଯୁବତୀଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ଦେଶକୁ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର କରିବା ନିତ୍ୟାନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। जब आजादी के 100 साल होंगे 2047 में हम विकसित भारत बना के रहेंगे। 140 करोड़ देशवासियों के पुरुषार्थ से इस लक्ष्य को हमें हासिल करना। और जब दुनिया की सबसे बड़ी आबादी वाला देश विकसित होने का संकल्प लेता है तो ये दुनिया की नजरों में भी हमारे साहस का परिचायक बन जाता है। देशରେ ବର୍ତ୍ତମାନ 3ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଗାମୀ ଦିନରେ ଆହୁରି 5ରୁ 8ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ଯୁଗରେ କୃତ୍ରିମ ବୁଦ୍ଧିମତ୍ତା, କ୍ୱାଣ୍ଟମ୍ ଟେକ୍ନୋଲୋଜି, ସ୍ପେସ୍, ରୋବୋଟିକ୍, ଡାଟା ସେଣ୍ଟରକୁ ଗୁରୁତ୍ୱ ଦେଇ ଭାରତକୁ ଉଦ୍ଭାବନର କେନ୍ଦ୍ର ହେବାକୁ ପଡ଼ିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ରାଷ୍ଟ୍ର ସର୍ବୋପରି ନୀତି ଆଧାରରେ କାର୍ଯ୍ୟ କରିବା ସହ ସଠିକ୍ ଜନଗଣନାରେ ସକ୍ରିୟ ଅଂଶଗ୍ରହଣ କରି ଏହି ପ୍ରକ୍ରିୟାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି। ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସପ୍ତଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଥମ ଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଦେଶ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇପାରିଛି। ଦେଶର ପ୍ରକୃତ ନାଗରିକ ହେଉଛନ୍ତି ଦେଶର ଆତ୍ମା। ଦେଶ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି। କଟକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଖବର ଆମର ହସ୍ତଗତ ହେବାରେ ଲାଗିଛି। ଯୁବବର୍ଗ ହେଉଛନ୍ତି ଦେଶର ମୂଲ୍ୟବାନ ସମ୍ପତ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସାଧାରଣ ପରୀକ୍ଷାଗୁଡ଼ିକରେ ଅସାଧୁ କାର୍ଯ୍ୟ ରୋକିବା ଦିଗରେ ସରକାର ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି। ରାଷ୍ଟ୍ରପତି ଖେଲ୍ ଇଣ୍ଡିଆ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ଯୁବବର୍ଗଙ୍କ ବିକାଶ ଓ ରାଷ୍ଟ୍ର ଗଠନରେ କ୍ରୀଡ଼ାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭାରତ ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଡିଜିଟାଲ ଭିତ୍ତିଭୂମି, ସଶକ୍ତ ଯୁବ ଓ ମହିଳା ଶକ୍ତି ମାଧ୍ୟମରେ 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଆଗେଇ ଚାଲିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସାଧାରଣ ଜନଗଣନା ସହ ଜାତିଗତ ଜନଗଣନା କରାଯିବ। ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜନଗଣନା ପାଇଁ 40ଟି ପ୍ରଶ୍ନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ ଜାତି ତଥ୍ୟକୁ ସାମିଲ କରାଯାଇଛି। ସୂଚନା ଅନୁସାରେ ଲଦାଖ ସମେତ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଆଦି ବରଫାବୃତ ଅଞ୍ଚଳରେ ଆସନ୍ତା ପହିଲାରୁ ଏହି ଗଣନା କରାଯିବ। ସେହିଭଳି ଦେଶର ବାକି ଅଞ୍ଚଳଗୁଡ଼ିକରେ ଆସନ୍ତା ବର୍ଷଠାରୁ ଜନଗଣନା ଆରମ୍ଭ କରାଯିବ। ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନ କ୍ରାଇମବ୍ରାଞ୍ଚର ମହାନିର୍ଦ୍ଦେଶକ ଥିବା ବିନୟତୋଷ ମିଶ୍ରଙ୍କୁ କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ଆସନ୍ତାକାଲି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସଂଲଗ୍ନ ଅବପାତ ଆଜି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ସମେତ ଅନ୍ୟ ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
କରାଯାଇଛି। ବନ୍ୟା ଯୋଗୁଁ 6ଟି ଜିଲ୍ଲାର 52ଟି ବ୍ଲକର 429ଟି ଗ୍ରାମର 20 ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2ଟା 32 ମିନିଟ୍ରେ।